ପିଲାଦିନ କଥା ତ ମନେ ପଡ଼ିଲା। ଆମେ ବି ପିଲା ଥିଲେ ନା ଦିନେ। ଆଜି କେବଳ ପିଲାମାନଙ୍କୁ ପରାମର୍ଶ ଦେଲେ ହେବନି। ଆମେ ବି ପିଲା ଥିଲାବେଳେ କ'ଣ କରୁଥିଲେ ସେଟା ଆମର ସ୍ମୃତିଚାରଣ ହେଲା ଏବଂ ଆଗକୁ ପିଲାମାନେ କେମିତି ଭଲ କରିବେ, ନାଁ କରିବେ, ତାଙ୍କର ଯେଉଁ ମିନିମମ୍ ସୁବିଧାଟା ତାଙ୍କ ପାଖରେ ପହଞ୍ଚୁଛି ନା ନାହିଁ, ଏସବୁ ବିଷୟରେ ଅଧିକାରୀମାନଙ୍କ ସହ ଆଲୋଚନା ହେବା ସହିତ ପିଲାମାନଙ୍କ ସହ ଆଜି ଆମେ ଏକ ସହଭୋଜ କାର୍ଯ୍ୟକ୍ରମରେ ଯୋଗଦେଲୁ। ଏକାଠି ଭୋଜନ କଲୁ ତ ବାସ୍ତବରେ ଠିକ୍ ଠାକ୍ ସେଠି ଭୋଜନ ଯେଉଁ ଦିଆଯାଉଛି ପିଲାମାନଙ୍କୁ ଠିକ୍ ଷ୍ଟାଣ୍ଡାର୍ଡର ଦିଆହେଉଛି ନା ନାହିଁ ଏବଂ ଯେଉଁ ବ୍ୟବସ୍ଥା ସରକାରଙ୍କର ଅଛି ତାହା ପହଞ୍ଚୁଛି ନା ନାହିଁ, ଯେଉଁ ପିଲାମାନଙ୍କୁ ମୁଣ୍ଡ ପିଛା ସବୁ ଆସୁଛି ଯାହା ଯୋଜନା, ଏସବୁ କଥା ମୋତେ ବହୁତ କଥା ଶିଖିବାକୁ ମିଳିଲା ପିଲାମାନଙ୍କ ସହିତ ମିଶିକିରି। ଯେ ବାସ୍ତବରେ ଏବେ ଯେତେ କାର୍ଯ୍ୟକ୍ରମ ଚାଲୁଛି ତାର ଆଗକୁ ଯେଉଁ ରେଟ୍ରେ ଜେଏନ୍ଜିର ବର୍ତ୍ତମାନ ଯୁଗ ଆରମ୍ଭ ହେଇଛି ଆପଣ ଦେଖୁଥିବେ ବିଭିନ୍ନ ଜାଗାରେ, ସେମିତି ଆଲଫା ଯେଉଁ ଜେନ୍ ଆଲଫା କଥା କୁହାହେଉଛି, ଯେଉଁଟାକି ସ୍କୁଲ ଷ୍ଟୁଡେଣ୍ଟ ମାନେ ମଧ୍ୟ ବର୍ତ୍ତମାନ ସେମାନେ ସବୁଥିରେ ଭାଗିଦାରୀ ହେଉଛନ୍ତି। ତେଣୁ ସେମାନଙ୍କୁ ସମାଜ ଅଭିମୁଖୀ କରାଇବା ପାଇଁ କେବଳ ଶିକ୍ଷା ନୁହେଁ, ଶିକ୍ଷା ସହିତ ଆନୁଷଙ୍ଗିକ ସବୁ କଥା, ତା ସହିତ ଖେଳଠୁ ଆରମ୍ଭ କରି ବିଭିନ୍ନ କଥା ଯାହାର ଯେଉଁଥିରେ ରୁଚି ଅଛି କିଭଳି ସେଇ ଦିଗରେ ପାରଙ୍ଗମ ହେବ, ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା ହେଲା ଏବଂ ଭଲ ଲାଗିଲା।